କିନ୍ତୁ ନିଷ୍ପତ୍ତି ଦେବାର କୌଣସି ଅଧିକାର ନାହିଁ, ଯେହେତୁ ତୁମେ ତାଙ୍କର ଆନୁଗତ୍ୟ ଶିଷ୍ୟ। ସେଥିଲାଗି କଳିର ପ୍ରଭାବରେ ସମସ୍ତେ ସ୍ୱଭାବଗତ କ୍ରିୟାରେ ଅଧୀନ ହୋଇଯାଇଥିବାରୁ ସମସ୍ତେ ଆଦେଶ ମାନିପାରନ୍ତିନି, ସମସ୍ତେ ଆଦେଶ ଦେବା ପାଇଁ ଇଚ୍ଛୁକ ହୁଅନ୍ତି। ତେଣୁ ଏଇଠି ଆମେ ଯେତେ ଲୋକ ବସିଛେ ଆମେ ସମସ୍ତେ କ'ଣ ପ୍ରଭୁଙ୍କର ଆଦେଶ ଗ୍ରହଣ କରିପାରୁଛେ କି? ସିଏ ତ ପରମ ବ୍ରହ୍ମ, ସିଏ ସ୍ୱତନ୍ତ୍ର। ତେଣୁ ଆମେ ସେଇ ଅଚ୍ୟୁତ ଗୁପ୍ତ ସଂଘର ନିୟମକୁ ତୁମେମାନେ ଜାଣିପାରିବନି ବୋଲି ସେ ସନ୍ଦେଶପତ୍ରରେ ମଧ୍ୟ ଲେଖିଦେଲେ ଯେ ଆଦେଶ ବାହୀ ହୁଅ। ତୁମେ ଧାରା ନେଲ, ଦର୍ଶନ କଲ, ତୁମେ ଯେଉଁମାନେ ଆଗକୁ ଧାରା ନେଇପାରିବେନି ସେମାନେ ଶ୍ରୀପାଦ ବା ବିଗ୍ରହକୁ ଦର୍ଶନ କରି ସମର୍ପଣ ହେଇଗଲେ ସେ ଆଦେଶ ବାହୀ ହେବେ। ସେ ଆଦେଶ କ'ଣ ସେଇଟା ଜାଣିବା ଆହୁରି ଏକ ଗୁପ୍ତ ତତ୍ତ୍ୱ। ଆଗେ ଜାଣ, ଅଚ୍ୟୁତ ଗୁପ୍ତ ବ୍ରହ୍ମ ସଂଘର ନିୟମ ହେଉଛି କେବଳ ଆଦେଶ ବାହୀ। ଭଗବାନ ଏକ ସିଏ ହେଉଛନ୍ତି ପରମାଷ୍ଟ ଇଷ୍ଟ, ଯିଏ ସାଷ୍ଟାଙ୍ଗ ପ୍ରଣାମ ଗ୍ରହଣ କରିବା ପାଇଁ ଯୋଗ୍ୟ। ତେଣୁ ତାଙ୍କ ପାଖରେ ଆମେ ସାଷ୍ଟାଙ୍ଗ ପ୍ରଣାମ କରିସାରିଲା ପରେ ଯଦି ନିଜର ସ୍ୱଭାବଗତ ଅନୁଯାୟୀ ଆମେ ଆଦେଶ ବହନ କରି ଆଦେଶ ଅନ୍ୟକୁ ଦେବା, ଏହା କ'ଣ ଏକ ପୁରସ୍କାରଣ ଲାଗିବାର କାରଣ ନୁହେଁ କି? ଆମେ ନିଜକୁ କେବେ ସମୀକ୍ଷା କରିଲେ ଆମେମାନେ କ'ଣ କରୁଛେ? ସେ ମହାପ୍ରଭୁ ଅବ୍ୟକ୍ତ ବ୍ରହ୍ମ ଯାହା ପାଖରେ ବ୍ରହ୍ମାଶଙ୍କର ବି ଭୟାତୁଳ ଅବସ୍ଥାରେ ନୀରବ ରହନ୍ତି, ନା ଆମେ ତାଙ୍କୁ ସ୍ୱ ଦେହରେ ପାଇଲା ପରେ ଆମେ ଆମର ସ୍ୱଭାବଗତ ଅନୁଯାୟୀ ବିଶ୍ୱାସରତ ହେଇ ଅଚେତନ ହେଇ ତାଙ୍କୁ ଆମେ ବିମୁଖ କରୁନେ କି? ତାଙ୍କର ଆଦେଶରେ ଯଦି ଆମେ ଆଜି ଥାନ୍ତେ, ସେ ସାକାର ବ୍ରହ୍ମତତ୍ତ୍ୱ ସର୍ବତତ୍ତ୍ୱରେ ଥାଇକି ମଧ୍ୟ ତାଙ୍କର ବିଶ୍ୱ ପ୍ରସିଦ୍ଧ ପ୍ରତିଷ୍ଠା ସବୁକିଛି ହେଇପାରିଥାନ୍ତା। କିନ୍ତୁ ଆମେ ଆମ ସ୍ୱଭାବକୁ ନେଇ ଗତି କରିବାରୁ, ତାଙ୍କ ଆଦେଶ ପାଇଁ ନ ହେଇବାରୁ ଆଜି ଏତେ ବଡ଼ ଅଭାବ ଘଟିଗଲା ଯେ ସେ ଅବ୍ୟକ୍ତ ବ୍ରହ୍ମ ମର୍ତ୍ତ୍ୟକୁ ଆସିଲେ, ଆମେ ତାଙ୍କୁ ଉପହାର କିଛି ଦେଇପାରିଲେ ନାହିଁ। ସବୁବେଳେ ଚାହିଁଲେ ତାଙ୍କଠୁ କିଛି ପାଇବା ପାଇଁ, କିନ୍ତୁ ସିଏ ଯେଉଁଟା ଆମ ପାଇଁ ଆମଠୁ ଚାହିଁଥିଲେ, ଯେ ସେଥିପାଇଁ ଧାରା ଦେଇଥିଲେ, ତାଙ୍କର ଯେଉଁ ଲକ୍ଷ୍ୟ ଆମ ଦ୍ୱାରା ପୂରଣ କରିବାକୁ ଚାହିଁଥିଲେ ତାହା ତାଙ୍କର ଆଉ ପୂରଣ ହେଇପାରିଲାନି। ସେ କେଉଁ ଅବସ୍ଥାରେ ଗଲେ ତାହା ମଧ୍ୟ ସମସ୍ତେ ଜାଣିଛନ୍ତି। ତାପରେ ବି ଆମେ ଆମ ସ୍ୱଭାବକୁ ତ୍ୟାଗ କରିପାରୁଛେ କି? ତାଙ୍କର ଭାବରେ ଆମେ ଆମ ନିଜକୁ ନିର୍ଗୁଣ ନିର୍ମାଣ କରୁଛେ କି? କରିପାରୁନେ। ତ ସଂଘୀୟର ବ୍ୟବସ୍ଥା ମଧ୍ୟ ସେଇଭଳି ଅସଜଡ଼ା ଅଛି। କାରଣ ଅଚ୍ୟୁତ ଗୁପ୍ତ ବ୍ରହ୍ମ ସଂଘର ନିୟମ କେବଳ ଆଦେଶ ବାହୀ ହେବା ଏବଂ ନିର୍ଦ୍ଦେଶକଙ୍କ କଥାକୁ ଆମେ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରିବା। ଯଦି ନିର୍ଦ୍ଦେଶକ ଠିକ୍ ସେ ଆଦେଶ ନ ଦେବେ କି ତାଙ୍କ ନିୟମାବଳୀ ଗୁଡ଼ାକ ଈଶ୍ୱରଦତ୍ତ ନ କରିବେ, ତ ଆମେ ସଂଘବଦ୍ଧ ଭାବରେ ବିଚାର କରିବା। କିନ୍ତୁ ସେଭଳି କିଛି ବ୍ୟବସ୍ଥାପିକ ଜିନିଷ ହେଉଛି କି?